ବତ୍ସ ନାମ ହେ ସୁଜନ ପୁରାଣ ମଧ୍ୟରେ ହାହେ ହୋଇଛି ବର୍ଣ୍ଣନ। ଅର୍ଜୁନଙ୍କର ପ୍ରକୃତରେ 17 ଗୋଟି ନାମ। କେତୁଟା? 17 ଗୋଟି ନାମ ଅର୍ଜୁନଙ୍କର। ଏଥର 10 ନାମ ଛାଡ଼ିବ 17 ନାମ ଧରିକି ଡାକବ। 17 ଗୋଟି ନାମ ଧରିକି ଏଥର ଡାକିବ। 17 ନାମ କଣ କଣ ମା? ହେଲେ ଅର୍ଜୁନ 10 ନାମ କହିଲେ ନାଇଁ କି? ହେଲେ ଆଉ 17 ନାମ କଣ କଣ ରହିଲା ଆଜ୍ଞା? ଏ ମା ଅର୍ଜୁନଙ୍କର ଧନଞ୍ଜୟ ବୋଲି ଗୋଟେ ଅଛି, ଧନୁର୍ଜୟ ବୋଲି ଗୋଟେ ଅଛି। ତମେ ଯେତେବେଳେ 10 ନାମ ଉଚ୍ଚାରଣ କଲ ଧନୁର୍ଜୟଟାକୁ ଡାକିଲ ନା ଧନଞ୍ଜୟଟାକୁ ଡାକିଲ କହିଲ? ଧନୁର୍ଜୟ ଡାକିଲ ନାଇଁ କି? ଧନଞ୍ଜୟ ନାମଟା ଛାଡ଼ିଦେଲ। ଏ ଧନଞ୍ଜୟ ନାମଟା କିଏ ଦେଇଛନ୍ତି ମା? ଏ ମା ଯେତେବେଳେ ଅଗ୍ନିକୁ ଲୁଦୁବୁଦୁ ବ୍ୟାଧି ହୋଇଥିଲା ଅର୍ଜୁନଙ୍କୁ ସତ୍ୟ କରାଇ ଖାଣ୍ଡବନ ଦହିଲେ ମା ଅର୍ଜୁନ ଅଗ୍ନିଙ୍କର ଲୁଦୁବୁଦୁ ବ୍ୟାଧି ଖଣ୍ଡନ ହବ। ସେତେବେଳେ କଣ କଲେ? ଅଗ୍ନି ଦେବତା ଅର୍ଜୁନଙ୍କୁ ସତ୍ୟ କରାଇ ଦେଲେ। ହେଲେ ଖାଣ୍ଡବନ ହଉଛି ମା ଇନ୍ଦ୍ରଙ୍କର ଖାଣ୍ଡବନ। ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରିବାକୁ ହବ। ହେଲେ ଆଙ୍କ ପାଖରେ ଅସ୍ତ୍ରଶସ୍ତ୍ର କିଛି ନଥିଲା। ସେ ସମୟରେ ଅଗ୍ନି ଦେବତା କଣ କଲେ ମା? ପ୍ରତ୍ୟେକ ଦେବାଦେବୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଆଣିଲେ। ଆଣିକିରି କଣ କଲେ ନା ଅର୍ଜୁନଙ୍କୁ ଦେଲେ। କଣ ବୋଲି କହିଲେ? ଏ ଧନୁ ହସ୍ତରେ ଥିଲେ ସର୍ବ ହୋଇବ ଜୟ, ତେଣୁ କରି ଅଗ୍ନି ନାମ ଦେଲେ କ ଧନଞ୍ଜୟ। ମଣିମା ଧନଞ୍ଜୟ ନାମଟା ଶୁଣିଲ, ଆଉ କେତେଟା ନାମ ରହିଲା? ଆଉ 6ଟା ରହିଲା। ଆଉ 6ଟା କଣ କଣ ମା? ବୃହନଳା ଗୁଢା କେଶ ଖାଣ୍ଡବୀ ପାଣ୍ଡବୀ ଗାଣ୍ଡବୀ ବୋଲି ବାବୁରେ ଜଗତେ ବଲନ୍ତି ଭାରତକୁ ବିଶାଇ ହେ। ଏହି 7 ନାମ 17 ନାମ ଅର୍ଜୁନଙ୍କ ଶୁଣ ହେ ସୁଜନ। କଣ ବୁଝିଲ? କିଛି ନାହିଁ। ଏ ଝିଅ ଅର୍ଜୁନଙ୍କର ଗୋଟେ ବୃହନଳା ନାମଟେ ଥିଲା। ବୃହନଳା ବୋଲେ କଣ? ଏ ଝିଅ ଏଟା ଗୋଟେ ସୁନ୍ଦର କଥା ଲ ମା। ଏ ମା ଯେତେବେଳେ ଅର୍ଜୁନ ଗଲେ ସ୍ୱର୍ଗପୁରକୁ ଝିଅ ଲ କଣ ପାଇଁ ଯାଇଥିଲେ? ଦେଖ ନିର୍ବାତକୁ ବଧ କରିବାକୁ ଗଲେ, ନିର୍ବାତକୁ ବଧ କରିବାକୁ ଗଲେ ଇନ୍ଦ୍ର ସେତେବେଳେ ଅର୍ଜୁନଙ୍କୁ ଡକାଇଥିଲେ। ଇନ୍ଦ୍ର ସେତେବେଳେ ଅର୍ଜୁନଙ୍କୁ ଡକାଇଥିଲେ। ନିର୍ବାତଙ୍କ ସହ ଯେ ସମର ହେଲା ଗୋ ନା ସମର ହେଲା। ଅର୍ଜୁନ ହସ୍ତରେ ନିର୍ବାତ ମରିଲା। ଝିଅଲ ଅର୍ଜୁନ ହସ୍ତରେ ନିର୍ବାତ ମରିଲା। ମଣିମା ଅର୍ଜୁନଙ୍କ ହସ୍ତରେ ନିର୍ବାତ କବଚ ମଲା। ମରିବା ପରେ କଣ ହେଲା ମା? ନା ଇନ୍ଦ୍ର ଦେବତା ବିଚାର କଲେ ଆଜି ଗୋଟେ ବହୁତ ଖୁସିର ଦିନ। ବହୁତ ଖୁସିର ଦିନ ବୋଲି କଣ କଲେ? ଗୋଟେ ଦେବସଭା କଲେ। ଝିଅଲ ଦେବସଭାଟି ଚାଲିଲା। ଉର୍ବଶୀ ନୃତ୍ୟ କରୁଛନ୍ତି। ଏ ଉର୍ବଶୀଙ୍କ ନୃତ୍ୟ ଅର୍ଜୁନ କଣ 1 ଲକ୍ଷରେ ଦେଖୁଛନ୍ତି ମା? ଅର୍ଜୁନ 1 ଲକ୍ଷରେ ଦେଖୁଛନ୍ତି ଉର୍ବଶୀଙ୍କ ନୃତ୍ୟ। ଏ ନୃତ୍ୟ କରିବାକୁ ସମୟ ନାହିଁ, କରିବେ ଆଗକୁ। ଉର୍ବଶୀଙ୍କ ନୃତ୍ୟ ଆଗକୁ ପରିବେଷଣ ହବ। ହେଲେ ମଣିମା ଯେତେବେଳେ ଯୁଦ୍ଧ କରୁଛନ୍ତି ଉର୍ବଶୀ ନୃତ୍ୟ କରୁଛନ୍ତି ଆଙ୍କର ଅର୍ଜୁନଙ୍କର ଲକ୍ଷ୍ୟଟା ଉର୍ବଶୀ ଉପରେ ଅଛି ନାଇଁ କି? ସେତେବେଳେ ଇନ୍ଦ୍ର ଦେବତା ଦେଖୁଛନ୍ତି ମୋ ପୁଅ କଣ ଏମିତି କରୁଛି, ମୋ ପୁଅର କଣ ଉର୍ବଶୀ ପାଖରେ ମନଟା କି? ଏ ମା ନୃତ୍ୟ ସରିଲା, ସନ୍ଧ୍ୟା ସମୟ ପଳେଇ ଆଇଲା। ସେ ସମୟରେ ଉର୍ବଶୀକୁ ଇନ୍ଦ୍ର ଡାକିଲେ, କହିଲେ ଉର୍ବଶୀ ମୋ ପୁଅର ମନ ତୋ ପାଖରେ। ଏ ଉର୍ବଶୀ ମୋ ପୁଅର ମନ ତୋ ପାଖରେ। ଆଜି ରାତିଟା ମୋ ପୁଅ ପାଖରେ ତୁ ରହିଯିବୁ। ଆଜି ରାତିଟା ମୋ ପୁଅକୁ ତୁ ଖୁସି କରିବୁ। ଏ ମା ହେଲେ ଅର୍ଜୁନଙ୍କର ମନଟା ଅଲଗା, ଉର୍ବଶୀ ଭାବିଛନ୍ତି ଅଲଗା, ଇନ୍ଦ୍ର ଭାବିଛନ୍ତି ଅଲଗା। ଆ ବାପାଟା ଯେମିତି ସେ ଭାବିବ ସେମିତି ନା। ହେଲେ ମଣିମା ଇଏ ସମୟରେ କଣ ହେଲା ଜାଣିଛ ନା? ଯେତେବେଳେ ଉର୍ବଶୀ ପଳେଇ ଆଇଲେ ଅର୍ଜୁନଙ୍କ ନିକଟକୁ,
उर्वशी कहते हे अर्जुन एत सुंदर थे अर्जुन रे उर्वशी कहले मत प्रतिदान कर तुम्हें मु नृत्य कला एक लक्ष्य चाहूल मत इंद्र देवता कही आज मत पठे तुम्हें आज रात्र सारा मत भोग कर अर्जुन कौन कहले बुझिल ए मा एडी मा बोली गो सम्बोधना कले मा बोली गो सम्बोधना कले तुम ठारू पुणी सृष्टि गो होइला बोइले तुम ठारू पुणी सृष्टि होइला बोइले एमा अर्जुन कहिले मा तमे मोर मा बोली मु तुमको देखुथुली ना तमे जेता बेले नृत्यरता थिलो स्वर्ग रे ब्रह्मा तुमको कोळ कले ब्रह्मा कोळ करिवा परे ब्रह्मा सहित तुमर श्रृंगार हला सेठु जन्म हले वशिष्ठ महर्षि अच्छा उर्वशी गर्भरू ब्रह्मा रसर जन्म हले के वशिष्ठ महर्षि वशिष्ठ ठारू सब जन्म होइचंदी एमिति विचार करी तुमको माँ बोली मु भावुथुल ना तुम कोन माइप करी बोली मु भाविथुल उपस्थित मोर पंडित वर्ग जेतेले उर्वशी के मना करी देले अर्जुन जने प्रीति पई आकुल होतो ताको मना करिवनी के मना कले तुमको विपद पड़िला प्रीति पई आकुल हला समय काकू मना करिवा उचित नुह नारी माने ए झियो नारी हो कि पुरुष हो नारी सेतले रागी गला उर्वशी बोला कोन अर्जुन मते नाही करछो सेते बेले उर्वशी अभिशाप देले तू नंपुसक होई जा वर्ष पर्यंत नंपुसक होई जिवु ए भाई ये नंपुसक होई गिरी नथिले आको नाम थिला कोन एटी बृहनला रूपे तुमे थिलगे अर्जुन विराट पुर पुनी नाही कि जे मन गोटे पद आनिबा तमर जो बृहनला रूप रे नाट शिखौले मन अच्छी ना मा मन अच्छी तो कहीं से पदरा टे लगेल एठी बृहनला रूप रे विराटपुर रे नृत्य शिखौले कहीं से पदरा आनिक लगेल एठी या जन्म धिक हेल ना पुसायका तुम जन्म धिक हेल ना पुसायका नाटुआ होई रहिला अर्जुन हे नाटुआ हो लागिला किंदी लागिला देतम माई जिया हेगिरी छक्का हेगिरी बृहनला ऊपर तमे नथिलो विराटपुर रे तम नाम थिला बृहनला ओ कालर कथा छाड़ ओ काल कथा कोन हे ए कालर कथा तो को कालर कथा कोन हे हेले महाप्रभु देतम आपनकर गोटे नाम होला धनंजय गोटे नाम होला बृहनला तापड़े आ गोटे नाम होला गुढ़ाकेश मन पक भागवत गीता रे निजे भगवान कृष्ण कौन कहले हे गुढ़ाकेश संबोधन करिचंदी अर्जुन को आगे भागवत गीता रे निजे कृष्ण हे गुढ़ाकेश बोली आपन को संबोधन करिचंदी कौन होला बृहनला गुढ़ाकेश खांडवन दहन करी खांडवी नाम पाइलो गांडीव धनु धरितवा जगु तम नाम गांडीवी बोली नाम होला बृहनला तापरे बृहनला खांडवी पांडवी तृतीय पांडव तुम हिचन नाही हां बृहनला खांडवी पांडवी एवं तापर आसला भारत आपणकर शेष नामटी है भारत से भागवत गीता रे
ଭଗବାନ କୃଷ୍ଣ ଆପଣଙ୍କୁ କ'ଣ କହିଲେ ଆଜ୍ଞା? କଣ ବୋଲି? ଯେତେବେଳେ ଆପଣ ଯୁଦ୍ଧ କରିବାକୁ ଅଗ୍ରସର ହେଲେ, ଆଚ୍ଛା ଦେଖିଦେଲେ ଦୁର୍ଯ୍ୟୋଧନ ସେ ମୋର ଭାଇ ହବ, ସିଏ ଜୁଇଁ ହବ, ସିଏ ଭାଇ ହବ, ସିଏ ଦଦା ହବ, ସେମାନଙ୍କୁ ମାରିବି, ମୁଁ ରଜା ହେବି କି? ତମେ ଗାଣ୍ଡି ବଧଣ୍ଡା ତଳେ ଥୋଇଦେଲ। ଠିକ। ସେତେବେଳେ କୃଷ୍ଣ ତୁମକୁ ବିଶ୍ୱରୂପ ଦେଖେଇଲେ। ଦେଖେଇବା ପରେ କ'ଣ କହିଲେ? କଣ ବୋଲି? ବିଶ୍ୱରୂପ ଦେଖିବା ପରେ ତୁମକୁ କହିଲେ, ହେ ଅର୍ଜୁନ, ହେ ଭାରତର ଶ୍ରେଷ୍ଠ ବୀର ଭାରତ, ହେ ଭାରତର ଶ୍ରେଷ୍ଠ ବୀର ଅର୍ଜୁନ, ତୁମେ ଭାରତ ଉଠାଅ ତୁମ ଗାଣ୍ଡିବ, ବିନାଶ କର ଏ ଦୁଷ୍ଟ ମାନଙ୍କୁ। ସେତେବେଳେ ତୁମେ ଗାଣ୍ଡିବ ଧନୁ ଉଠାଇଥିଲ। ଭାରତ ବୋଲି ଗୋଟେ ନାମ ରହିଲା ତମର। ଆଚ୍ଛା କେତେଟା ନାମ ହେଲା? ହେ 7ଟା ନାମ ହେଲା ନା ନାଇଁ? ହେଲା। ତମେ 10 କହିଥିଲ, 7 ମିଶିଲା କେତେ ହେଲା? 17। ଆଜ୍ଞା ଅର୍ଜୁନଙ୍କର ହଉଛି 17 ନାମ, 17ଟା, 10ଟା ନାଇଁ ହେଲା। ହେଲେ ଏହିପରି ଆପଣଙ୍କର 17 ନାମ ଧରିକି ବାରମ୍ବାର ଡାକ ଦଉଛି ଅଧରାତ୍ର ସମୟରେ। ମୁଁ ଯାଇକି ଡାକୁଛି ରେ, ବୁଝିଲି, ଏବେ ବାୟାକୁ ଡାକୁଛି, ତାପରେ ତମ କଥା ବୁଝିବା ହେଲା।